ପୋଇ ଶାଗ ମଟର ଘାଣ୍ଟ। ନାଁଟି ଟିକେ ନୂଆ ଲାଗୁଛି ନା? ହଁ ଆଜ୍ଞା, ନାଁଟି ଯେମିତି ନୂଆ ସ୍ୱାଦ ବି ପୁରା ନିଆରା। ପୋଇ ମାଛ ମୁଣ୍ଡ ଘାଣ୍ଟ, ପୋଇ ଚିଙ୍ଗୁଡ଼ି ଘାଣ୍ଟ ଖାଇଥିବେ। ନିରାମିଷ ଦିନରେ ଥରେ ମଟର ଦେଇ ଏ ସୁଆଦିଆ ଘାଣ୍ଟକୁ ବନାନ୍ତୁ। ଏତେ ସୁଆଦିଆ ଲାଗିବ ଯେ ଗରମ ଭାତରେ ଆଉ କିଛି ବି ଦରକାର ପଡ଼ିବ ନାହିଁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଆଉ ଫେସବୁକ୍ ପେଜ୍କୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ କୁକର ନେବା। କୁକରରେ 100 ଗ୍ରାମର ମଟର ଦେବା। ଏତିକି ମଟରକୁ ମୁଁ ରାତି ସାରା ପାଣିରେ ବତୁରେଇ ନେଇଥିଲି। ମଟରକୁ ଭଲ ଭାବରେ ବତୁରେଇ ନେବେ। ତାପରେ ମଟରକୁ ଦେଖି ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ, ଅଳ୍ପ ତେଲ ଦେବା। ତେଲ ଦେଇ ମଟର ସିଝେଇଲେ କୁକରରେ ହଳଦୀ ଦାଗ ଲାଗିନଥାଏ। ତାପରେ ଆମେ ମଟରରେ ପାଣି ଦେବା। ମଟର ବୁଡ଼ି ତା ଉପରକୁ 1 ଇଞ୍ଚ ପର୍ଯ୍ୟନ୍ତ ପାଣି ଦେବେ। ବେଶୀ ପାଣି ଦେଲେ ମଟର ବେଶୀ ସିଝିଯିବ, କମ୍ ପାଣି ଦେଲେ ମଟର ଭଲ ଭାବରେ ସିଝି ପାରିବ ନାହିଁ। ତାପରେ ହାଇ ଫ୍ଲେମ୍ରେ 1 ହୁଇସିଲ୍, ଲୋ ଫ୍ଲେମ୍ରେ 2ଟି ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ଆଜିର ତରକାରୀ ପାଇଁ ଏଇଠି ମୁଁ ନେଇଛି 600 ଗ୍ରାମର କଷି ପୋଇ ଶାଗ। ଯେହେତୁ ମୁଁ ଓଡ଼ିଶା ବାହାରେ ରହୁଛି, ଏସବୁ ଜିନିଷ ମାର୍କେଟରେ ଭଲ ଭାବରେ ମିଳେ ନାହିଁ। ଆପଣମାନେ ଚାହିଁଲେ ଟିକେ ପାକଳ ଶାଗ ନେଇପାରିବେ। ପ୍ରଥମେ ନାଡ଼ରୁ ଶାଗ ଗୁଡ଼ିକୁ ବାହାର କରିବା, କାଟିବା ପାଇଁ ସୁବିଧା ହେବ। ତାପରେ ଶାଗ ଗୁଡ଼ିକୁ ଗୋଟା ପାଣିରେ ଧୋଇ ଆଣିବା। ତାପରେ ଆମେ କାଟିବା। ନାଡ଼ ପଛପଟରେ ଯଦି ଚେର ଲାଗିଥିବ ପ୍ରଥମେ ଚେରକୁ କାଟି ବାଦ କରିବା। ତାପରେ ନାଡ଼ ଗୁଡ଼ିକୁ ଟିକେ ଛୋଟ ପିସେସରେ କାଟିବା। ନାଡ଼ ଯଦି ମୋଟା ଥିବ ମଝିରୁ 2 ଫାଳ କରି କାଟି ନେବେ। ନାଡ଼କୁ କାଟି ସାରିବା ପରେ ପାଣିରେ ଧୋଇ ଆଣିବା। ଆଜିର ତରକାରୀ ପାଇଁ ଆମକୁ କିଛି ପନିପରିବା ଦରକାର। ଏଇଠି ମୁଁ ଅଳ୍ପ କଖାରୁ ନେଇଛି। କଖାରୁର ଚୋପା ରଖି ଟିକେ ବଡ଼ ଖଣ୍ଡ କରି କାଟିବେ, ନହେଲେ ତରକାରୀରେ ବେଶୀ ଘାଣ୍ଟିଯିବ। ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ, ଆଳୁକୁ ଟିକେ ପତଳା କରି କାଟିବେ, ତରକାରୀରେ ଜଲ୍ଦି ସିଝିଯିବ। ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ, ବାଇଗଣକୁ ମୁଁ କାଟି ନାହିଁ, ପରେ କାଟିବି। ଶାଗକୁ ଧୋଇ ସାରିବା ପରେ ଟିକେ ବଡ଼ ଖଣ୍ଡ କରି କାଟିବା, କାହିଁକି ନା ଶାଗ ତରକାରୀରେ ଜଲ୍ଦି ଘାଣ୍ଟିଯାଏ। ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ସବୁ ଜିନିଷ ରେଡ଼ି ହେଇଗଲା, ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ସବୁ ପନିପରିବା ଗୁଡ଼ିକୁ ଦେବା। ବାଇଗଣକୁ ଟିକେ ବଡ଼ ଖଣ୍ଡ କରି କାଟିକି ଦେବେ, ନହେଲେ ବାଇଗଣ ଜଲ୍ଦି ଘାଣ୍ଟିଯିବ। ତାପରେ ସବୁ ପନିପରିବା ଗୁଡ଼ିକୁ ଦେଖି ଆମେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ବାଇଗଣ ଦେବା ପରେ ଲୁଣ ହଳଦୀ ଦେଇ ଭାଜିଲେ ବାଇଗଣ କଳା ପଡ଼ିବ ନାହିଁ। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ସବୁ ପନିପରିବା ଗୁଡ଼ିକୁ ଭାଜିବା। ମିଡ଼ିୟମ୍ ଫ୍ଲେମ୍ରେ ଭାଜିଲେ ବାଇଗଣ କଳା ପଡ଼ିବ ନାହିଁ। ସବୁ ପନିପରିବା ଗୁଡ଼ିକୁ ପ୍ରଥମେ ତେଲରେ ହାଲକା ଭାଜି ତରକାରୀ ବନେଇଲେ ପୋଇ ନାଡ଼ର ଲାଳୁଆ ଅଂଶ ଚାଲିଯାଏ। ଏବେ ଆମେ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ କଭର କରି ଭାଜିବା, ଯାହାଦ୍ୱାରା ବାଇଗଣ ସିଝିଯିବ ଆଉ କଳା ପଡ଼ିବ ନାହିଁ। 2ରୁ 3 ମିନିଟ୍ ପରେ ପନିପରିବା ଗୁଡ଼ିକୁ ଟିକେ ତଳ ଉପର କରି ଗୋଳେଇ ନେବା। ଏବେ ଆଉ 2ରୁ 3 ମିନିଟ୍ ସେମିତି ମିଡ଼ିୟମ୍ ଫ୍ଲେମ୍ରେ କଭର କରି ଭାଜିବା, ଯାହାଦ୍ୱାରା ବାଇଗଣ ଭଲ ଭାବରେ ସିଝିଯିବ ଆଉ କଳା ପଡ଼ିବ ନାହିଁ। ଆଉ 2ରୁ 3 ମିନିଟ୍ ପରେ ଏଠି ଦେଖନ୍ତୁ ସବୁ ପନିପରିବା ଗୁଡ଼ିକ ଟିକେ ଲାଲ କଲର୍ ହେଇ ଭାଜିଗଲାଣି। ବାଇଗଣ ଦେଖନ୍ତୁ ଭଲ ଭାବରେ ସିଝିଗଲାଣି। ପନିପରିବା ଏମିତି ଲାଲ କଲର୍ ହେଇଗଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ତରକାରୀ ପାଇଁ ମସଲା ବନେଇବା। ଆଉ 2 ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ଜିରା, 1 ତେଜପତ୍ର ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ଲୋ ଟୁ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ଭାଜିବା ଭିତରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ 12ରୁ 14ଟି ରସୁଣ, 1 ଇଞ୍ଚର ଅଦା, ରସୁଣ ଅଧିକ ଦେବେ, ଅଦା କମ୍ ଦେବେ। 1 ଛୋଟ ଚାମଚ କଞ୍ଚା ଧନିଆ, 1 ଛୋଟ ଚାମଚ କଞ୍ଚା ଜିରା, ତା ସହିତ 2ଟି ଗୁଜୁରାତି, ଛୋଟ ଖଣ୍ଡେ ଡାଲଚିନି, 1 ବଡ଼ ଅଳେଇଚ, 3ଟି ଲବଙ୍ଗ। ବେଶୀ କିଛି ଗରମ ମସଲା ଦେବା ଦରକାର ନାହିଁ। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ମସଲା ରେଡ଼ି ହେଇଗଲା। ଏପଟେ ପିଆଜ ବି ଦେଖନ୍ତୁ ହାଲକା ଲାଲ କଲର୍ ହେଇ ଆସିଲାଣି। ଏବେ ଆମେ ବାଟି ନେଇଥିବା ମସଲାକୁ ଦେବା। 2-3 ଚାମଚ ପାଣି ଦେବା। ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମସଲାକୁ ଭଲ ଭାବରେ କଷିବା। ଅଦା ରସୁଣ ମସଲାକୁ ଯେତେ ଭଲ ଭାବରେ କଷିବେ ତରକାରୀର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସିବ। 4-5 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାରୁ ତେଲ ଅଲଗା ହେଇଗଲାଣି। ମସଲା ଭଲ ଭାବରେ କଷିଗଲାଣି। ଏବେ ତରକାରୀ ପାଇଁ ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଗ୍ରାଇଣ୍ଡର ଜାର୍ରେ ଦେଇ ଆମେ ବାଟିକି ଦେବା।
टमाटो को बाटिकी देले ग्रेभीर टेक्सचर बहुत बढ़िया आसे। ग्राइंडर जार धोई 2-3 चामच पानी देबा। एबे मसला रे केवल मसला और साग पई आमे लुण देबा। मटर सिझेबा समय रे मटर पई लुण देथिले, पनीपरिबा भाजिबा समय रे पनीपरिबा पई लुण देथिले। आधा छोट चामच हळदी गुंड देबा। राग पई गोटे छोट चामच राग लंका गुंड, तरकारी रे भलो कलर पई गोटे छोट चामच काश्मीरी लंका गुंड देबा। आउ किछि गुंड मसला देबा दरकार नहीं, काहेकि ना सबु गोटा मसला आमे अदा रसुण सहित बाटी नेथिले। एबे लो टू मीडियम फ्लेम रे कभर करी मसला रो तेल बाहरिबा पर्यंत आमे मसला को कसिबा। से भितरे चलंतु मटर को चेक करिबा। हाई फ्लेम रे गोटे हुइसिल, लो फ्लेम रे 2टी हुइसिल देई आमे बाहर करी आनिथिले। प्रेशर रिलीज होला परे एठी मटर को चेक करिबा। मटर देखंतु केमिति सिझिछि। मटर सिझि जाइछि किंतु घांटी नाही। मटर को एमिति सिझेबे, बेसी घांटीबे नाही। मटर रेडी हे गला। सेपटे चलंतु मसला को चेक करिबा। देखंतु मसला ऊपर को तेल आसी गलानी, तामाने मसला हमर भलो भाबरे कसी गलानी। एई मसला भलो भाबरे कसी जिबा परे आमे सिझेई रखितिबा मटर सब पानी को बाहर करी केवल मटर को देबा। भाजी रखितिबा पनीपरिबा गुडी को देबा। तापरे पनीपरिबा और मटर को मसला सहित 3 ରୁ 4 मिनिट पर्यंत भलो भाबरे कसिबा। जते भलो भाबरे कसिबे मसला रो फ्लेवर तरकारी भीतर को आसी जिवो। 3-4 मिनिट परे एठी देखंतु मटर और पनीपरिबा गुडीक मसला रे पूरा लटपट हे गलानी। मसला सहित भलो भाबरे कसी गलानी। एबे आमे काटी रखितिबा पोई साग को देबा। तापरे मसला सहित तळ ऊपर करी भलो भाबरे गळै नेबा। गळै सारिबा परे लो टू मीडियम फ्लेम रे 3 ରୁ 4 मिनिट पर्यंत कभर करिबा। जहा द्वारा सागरु पानी बाहरिबो। सेई पानी रे पनीपरिबा और मटर भलो भाबरे सिझि जिवो। 3-4 मिनिट परे एठी देखंतु सागरु केते पानी बाहरी जाइछि। जेतिके आमे साग देथिले सागर परिमाण टिके कमी जाइछि। साग नरम हो जाइछि आउ सिझि जाइछि। सागर नाड़ को चेक करिबा। नाड़ देखंतु भलो भाबरे सिझि जाइछि। एबे ए तरकारी को टिके लटपटिया करिबा पई मटर सिझेइथिबा पानी को गरम करी से गरम पानी को देबा। जमा अधिक पानी देबे नहीं। अधिक पानी देले घांट तरकारी खाइबा पई भल लागिबो नहीं। शेषरे आधा छोट चामच गरम मसला गुंड देबा। सब जिंस को गळै नेबा। एबे केवल 2 ରୁ 3 मिनिट लो टू मीडियम फ्लेम रे कभर करिबा। जहा द्वारा शेषरे देइथिबा गरम मसला रो बास्ना घांट तरकारी भीतर को आसी जिवो। 2-3 मिनिट परे एठी हम तरकारी पूरा रेडी हे जाइछि। तरकारी देखंतु केते डेलिशियस देखा जाउछि। सब पनीपरिबा भलो भाबरे सिझि जाइछि। आलू और कखारु देखंतु भलो भाबरे सिझि जाइछि किंतु घांटी नाही। घांट तरकारी एमिति रहिले देखिबा पई भल लागिबो, खाइबा पई मते भल लागिबो। एबे हम रेडी हे गला नवा शैली रे मटर दिया पोई साग घांट तरकारी। आपण माने बनांतु आउ केमिति लागिला निहाती मते कमेंट्स करी जणेबे। ताहले आजि पई रहिली, पुणी देखा नवा रेसिपी रे। धन्यवाद।